ଦୁଇ ଦିନ ପରେ ପୁଣି ଥରିବ ଓଡ଼ିଶା। 4 ତାରିଖରୁ ପୁଣି ବଢ଼ିଯିବ ଥଣ୍ଡା। ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ। ଏବେ ପାରଦ ଉପରମୁହାଁ ହେବା ଯୋଗୁଁ ଅନେକ ସ୍ଥାନରୁ ଥଣ୍ଡା କମିଯାଇଛି, କିନ୍ତୁ 2 ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ 2 ଓ 3 ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା 13ରୁ 15 ଡିଗ୍ରୀ ଉପରେ ରହିବ। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ 15 ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ସବୁଠାରୁ କମ୍ ବା 11.5 ଡିଗ୍ରୀ ଅନୁଭୂତ ହୋଇଛି। ଜି ଉଦୟଗିରିରେ 12.4, ଝାରସୁଗୁଡ଼ାରେ 13.7, ବୌଦ୍ଧରେ 13.8, କେନ୍ଦୁଝର ଓ ଫୁଲବାଣୀରେ 14, ରାଉରକେଲାରେ 14.5, ଢେଙ୍କାନାଳ ଓ ଅନୁଗୁଳରେ 14.6, ଝାରସୁଗୁଡ଼ାରେ 13.7, ଭଦ୍ରକରେ 14, କଟକରେ 15, ବଲାଙ୍ଗୀରରେ 15.2, ସୁନ୍ଦରଗଡ଼ରେ 15.4, ନୂଆପଡ଼ା ଓ ନବରଙ୍ଗପୁରରେ 15.5 ଡିଗ୍ରୀ ରେକର୍ଡ ହୋଇଛି। ମଙ୍ଗଳବାର ଓ ବୁଧବାର 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି। ମଙ୍ଗଳବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଘନ କୁହୁଡ଼ି ଦିଶିପାରେ। ବୁଧବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ କୋରାପୁଟ ଓ ଅନୁଗୁଳର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।